ସୁଖ ଏବଂ ଦୁଃଖ ଜୀବନର ଅଂଶ। ସୁଖ ବାଣ୍ଟିଲେ ବଢ଼ିଥାଏ ଏବଂ ଦୁଃଖ ବାଣ୍ଟିଲେ କମିଥାଏ। ଆଚାର୍ଯ୍ୟ ଚାଣକ୍ୟ ଜୀବନ ବଞ୍ଚିବା ପାଇଁ କିଛି ଗୁଡ଼ିଏ ନୀତି ବିଷୟରେ କହିଛନ୍ତି। ବିପରୀତ ପରିସ୍ଥିତିରେ କିପରି ଭାବରେ ନିଜକୁ ସମ୍ଭାଳିବେ ତା ବିଷୟରେ ଚାଣକ୍ୟ କିଛି ବାର୍ତ୍ତା କହିଛନ୍ତି। ଚାଣକ୍ୟ କହିଛନ୍ତି ଯେ ଏହି 3 ଜଣ ବ୍ୟକ୍ତିଙ୍କୁ କେବେ ହେଲେ ନିଜ ଘରକୁ ଡାକନ୍ତୁ ନାହିଁ। ଏହି 3 ଜଣ ବ୍ୟକ୍ତି ତୁମର ଯେତେ ବନ୍ଧୁ ହୋଇଥାନ୍ତୁ ନା କାହିଁକି, ତୁମର ଯେତେ ଘନିଷ୍ଠ ହୋଇଥାନ୍ତୁ ନା କାହିଁକି, ଏମାନଙ୍କ ସହିତ ତୁମ ସ୍ତ୍ରୀକୁ କେବେ ହେଲେ ବାହାରକୁ ପଠାନ୍ତୁ ନାହିଁ। ଏହି 3 ଜଣ ବ୍ୟକ୍ତିଙ୍କ ବିଷୟରେ ଟୋଟାଲି ଭାବିବା ଚିନ୍ତା କରିବା ଛାଡ଼ି ଦିଅନ୍ତୁ। ଚାଣକ୍ୟ କହିଛନ୍ତି ସେହି 3 ଜଣଙ୍କ ବ୍ୟକ୍ତି ବିଷୟରେ। ଚାଲନ୍ତୁ ସେହି 3 ଜଣଙ୍କ ବ୍ୟକ୍ତି ବିଷୟରେ ଆଜି ଗୋଟିଏ ଛୋଟିଆ ଗପ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଛୋଟ ପିଲା ଯେତେବେଳେ ବଡ଼ ହୋଇଥାଏ ସେ ତା ବୃଦ୍ଧ ମା ବାପାଙ୍କର ସାହାରା ହୋଇଥାଏ। ଛୋଟ ପିଲାକୁ ସଠିକ୍ ଉପଦେଶ ସଠିକ୍ ମାର୍ଗରେ ପଠାଇଲେ ସେ ବୃଦ୍ଧ କାଳରେ ତାଙ୍କର ମାତା ପିତାଙ୍କର ସାହା ଭରସା ହୋଇଥାଏ। ସଙ୍ଗତି ଯେପରି ଭାବରେ ହେବ ସେହିପରି ଭାବରେ ଅନ୍ୟର ବ୍ୟବହାରରେ ପରିବର୍ତ୍ତନ ଆସିବ। ସେଥିପାଇଁ ଏହି 3 ଜଣ ବ୍ୟକ୍ତିଙ୍କ ବିଶେଷଙ୍କ ସହିତ କେବେ ହେଲେ ମିଶନ୍ତୁ ନାହିଁ। ଚାଣକ୍ୟ ସେହି 3 ଜଣ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି। ଚାଲନ୍ତୁ ଜାଣିବା। ଗୋଟାଏ ରାଜ୍ୟରେ ଜଣେ ରାଜା ଥିଲେ। ରାଜା ତାଙ୍କର ରାଜ୍ୟର ରାଜ୍ୟବାସୀମାନଙ୍କର ସେବା ସଠିକ୍ ଭାବରେ କରୁଥିଲେ, କିନ୍ତୁ ରାଜା ତାଙ୍କର ଇନ୍ଦ୍ରିୟ ଉପରେ କୌଣସି ପ୍ରକାରର ନିୟନ୍ତ୍ରଣ କରିପାରୁନଥିଲେ। ସେହି ରାଜ୍ୟରେ ଜଣେ କେଉଟ ପୁଅ ରହୁଥିଲା। କେଉଟଟି ନଦୀରେ ମାଛ ଧରୁଥାଏ ଏବଂ ନିଜର ଜୀବିକା ଉପାର୍ଜନ କରୁଥାଏ। ତା ସହିତ ତାର ବୁଢ଼ା ମା ବାପାଙ୍କର ମଧ୍ୟ ତଦାରଖ କରୁଥାଏ, ତାଙ୍କର ହିଫାଜତ କରୁଥାଏ। ଏହିପରି ଭାବରେ କିଛି ଦିନ ବିତି ଚାଲିଲା। ସେହି ରାଜ୍ୟର ଠିକ୍ ଉପରେ ନାଗଲୋକରେ ନାଗ ରାଜାର କନ୍ୟା ନାଗକନ୍ୟା ନାଗରାଜାଙ୍କୁ କହିଲେ, ପିତାଶ୍ରୀ, ଆମେ ଚାଲ ଟିକେ ମର୍ତ୍ତ୍ୟ ଲୋକରେ ପୃଥିବୀ ଲୋକରେ ବୁଲି ଆସିବା। ଆମକୁ ଟିକେ ଭଲ ଲାଗିବ, ସେଠାକାର ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା। ସେଥିରେ ନାଗରାଜା କହୁଛନ୍ତି, ମର୍ତ୍ତ୍ୟ ଲୋକକୁ ଯିବା ଉଚିତ ନୁହେଁ, କାରଣ ସେଠାରେ ବିଭିନ୍ନ ପ୍ରକାରର ଜୀବ ପ୍ରାଣୀମାନେ ରହିଥାନ୍ତି ଏବଂ ଖାସ୍ କରି ଯେଉଁ ମନୁଷ୍ୟମାନେ ରହିଥାନ୍ତି ସେମାନେ ଅତ୍ୟନ୍ତ ଭୟଙ୍କର ହୋଇଥାନ୍ତି। ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଆଦୌ ଉଚିତ ନୁହେଁ। କିନ୍ତୁ ନାଗକନ୍ୟା ପିତାଶ୍ରୀଙ୍କ ପାଖରେ ଅତ୍ୟନ୍ତ ଜିଦ୍ କରିବାକୁ ଲାଗିଲେ, ଯେଉଁଥିରେ କି ନାଗକନ୍ୟା ତାଙ୍କର ପିତାଶ୍ରୀଙ୍କର କଥା ଅମାନ୍ୟ ହୋଇ ମର୍ତ୍ତ୍ୟ ଲୋକକୁ ପଳାଇ ଆସିଲେ। ପିତାଶ୍ରୀ କ'ଣ କରିବେ, ନାଗରାଜା କ'ଣ କରିବେ, ନାଗକନ୍ୟାଙ୍କ ସହିତ ସେ ମଧ୍ୟ ମର୍ତ୍ତ୍ୟ ଲୋକକୁ ଆସିଲେ। ସେ ସେହି ନଦୀରେ ଭ୍ରମଣ କରିବାକୁ ଲାଗିଲେ ନାଗ ରୂପ ନେଇ। ଯେତେବେଳେ ଭ୍ରମଣ କରୁଥିଲେ ସେତେବେଳେ ସେହି କେଉଟଟିର ଜାଲରେ ନାଗରାଜା ଫସିଗଲେ। ଉପରେ ଥାନ୍ତି ନାଗକନ୍ୟା, ସେ ଦେଖୁଥାନ୍ତି ଜାଲରେ ଫସିଗଲେ ନାଗରାଜା। ନାଗରାଜା ଏପଟେ ଚିନ୍ତା କରୁଛନ୍ତି, ଆଜି ଏ କେଉଟ ମୋତେ ଛାଡ଼ିବନି, ଆଜି ଏ ମୋତେ ମାରି ପକାଇବ। ଏପଟେ କେଉଟ ଚିନ୍ତା କରୁଛି, ନାଗଟି ମୋ ଜାଲରେ ଫସିଗଲା, ନାଗ ମୋତେ ଆଜି ଦଂଶନ କରିବ, ମୋତେ ମାରି ପକାଇବ। ଏହିପରି ଭାବରେ କିଛି ସମୟ ଚିନ୍ତା କରାଗଲା। କିନ୍ତୁ ଉପରେ ଯେଉଁ ନାଗକନ୍ୟା ଥିଲେ ସେ ମନେ ମନେ ଏହା ସ୍ଥିର କଲେ ସେ କିପରି ଭାବରେ ତାଙ୍କ ପିତାଶ୍ରୀଙ୍କୁ ବଞ୍ଚାଇବେ। କାରଣ ନାଗକନ୍ୟା ମଧ୍ୟ ଏହା ଚିନ୍ତା କରୁଥିଲେ, ଯଦି ମୁଁ ମୋ ପିତାଶ୍ରୀଙ୍କୁ ନ ବଞ୍ଚାଇବି ତାହେଲେ ଏହି କେଉଟଟି ମୋ ପିତାଶ୍ରୀଙ୍କୁ ମାରିଦେବ। ନାଗକନ୍ୟା କ'ଣ କଲେ, ଗୋଟାଏ ସୁନ୍ଦରୀ ଝିଅର ରୂପ ନେଲେ ଏବଂ ସେହି କେଉଟ ସମ୍ମୁଖକୁ ଗଲେ। ଯାଇ ସେହି କେଉଟଟିକୁ କହିଲେ, ତୁମେ ଏହି ନାଗରାଜାଙ୍କୁ ଛାଡ଼ିଦିଅ, ଇଏ ମୋର ପିତାଶ୍ରୀ, ତା ବଦଳରେ ମୁଁ ତୁମକୁ ବିବାହ କରିବି, ଆଜୀବନ ତୁମ ପାଖରେ ତୁମର ଧର୍ମପତ୍ନୀ ହୋଇ ରହିବି। ସେଥିରେ କେଉଟ ଜଣକ କହିଲା, ତୁମେ ମୋତେ କ'ଣ ପାଇଁ ବିବାହ କରିବ? ତୁମେ ତ ଦେଖିବା ପାଇଁ ଏତେ ସୁନ୍ଦର, ଏତେ ସୌନ୍ଦର୍ଯ୍ୟଧାରୀ। ମୋତେ ତୁମେ ଯଦି ବିବାହ କରିବ ତାହେଲେ ମୁଁ ତୁମକୁ ଭଲରେ ରଖିପାରିବି ନାହିଁ। ମୁଁ ତ ନିଜେ ଖାଇବା ପାଇଁ କିଛି ଦିନ ପାଏ ନାହିଁ, କେଉଁ ଦିନ ମିଳୁଛି ତ କେଉଁ ଦିନ ମିଳୁନାହିଁ, ତୁମକୁ ମୁଁ ରଖିପାରିବି ନାହିଁ। ସେଥିରେ ନାଗରାଜା ମଧ୍ୟ ନିଜ ରୂପକୁ ଫେରି ଆସିଲେ ଏବଂ କହିଲେ, ଇଏ ମୋର କନ୍ୟା, ତୁମେ ମୋତେ ଛାଡ଼ିଦିଅ, ୟା ସହିତ ମୁଁ ତୁମର ବିବାହ କରିଦେବି। ସେଥିରେ କେଉଟଟି ନାଗରାଜାକୁ ଛାଡ଼ିଦେଲା। ତାପରେ ନାଗରାଜା ନାଗକନ୍ୟାର ବିବାହ ସେହି କେଉଟଟିର ସହିତ କରିଦେଲେ। ବିବାହ ସରିଲା ପରେ ନାଗକନ୍ୟାଟି କେଉଟ ସହିତ ତା ଘରକୁ ପଳାଇ ଆସିଲା ଏବଂ ମଣିଷର ପରି ଜୀବନଯାପନ କରିବାକୁ ଲାଗିଲା। କିଛି ଦିନ ପରେ ସେହି ରାଜ୍ୟର ସେନାପତି କେଉଟଟିର ଘର ଆଡ଼େ ଦେଇ ଯାଉଥିଲା। ସେ ଦେଖିଲା କେଉଟ ପାଖରେ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀଟିଏ ଅଛି। ସେ ସେହି କଥାଟିକୁ ଯାଇ ମହାରାଜାଙ୍କ ପାଖରେ କହିଲା ସେହି କେଉଟଟିର ପାଖରେ ଏତେ ସୌନ୍ଦର୍ଯ୍ୟ ଭରା ସ୍ତ୍ରୀଟିଏ ଅଛି ଯାହାକି ଏ ରାଜ୍ୟର ସମସ୍ତ ରାଣୀମାନଙ୍କୁ ଫିକା ପକାଇଦେବ। ସେହି କନ୍ୟାଟି ରାଜଦରବାରରେ ଆପଣଙ୍କ ପାଖରେ, ରାଜାଙ୍କ ପାଖରେ ରହିବା ଉଚିତ। ଏହି କଥା କହି ସେନାପତି ରାଜାଙ୍କୁ ଉକସାଇଲେ। ରାଜା ମଧ୍ୟ କହିଲେ, ଯାଅ ସେହି କେଉଟଟିକୁ ଡକାଇ ଆଣ। କେଉଟଟିକୁ ଡକାଗଲା। କେଉଟଟିକୁ ରାଜା କହିଲେ, ତୁମର
ପତ୍ନୀ ଅତ୍ୟନ୍ତ ସୌନ୍ଦର୍ଯ୍ୟଧାରୀ, ତାଙ୍କୁ ତୁମେ ମୋତେ ଦେଇଦିଅ। ସେ ରାଜମହଲରେ ରହିବେ, ରାଜାଙ୍କର ରାଣୀ ହେଇ ରହିବେ। ସେଥିରେ କେଉଟଟି କହିଲା, ମଣିମା, ଆପଣଙ୍କ ସାମ୍ନାରେ ମୋର କିଛି ଅକାତ ନାହିଁ, କିନ୍ତୁ ମୁଁ ସେହି କନ୍ୟାକୁ ବିବାହ କରିଛି। ସେ ବର୍ତ୍ତମାନ ମୋର ଧର୍ମପତ୍ନୀ। ତାଙ୍କୁ ଆପଣଙ୍କୁ ଦେଇଦେବାଟା ମୋ ପ୍ରତି ଉଚିତ ହେବ ନାହିଁ, ଠିକ୍ ହେବ ନାହିଁ। କିନ୍ତୁ ମହାରାଜା କହିଲେ, ମୁଁ କିଛି ଜାଣେ ନାହିଁ, ତୁମେ ମୋର କିଛି ସର୍ତ୍ତ ପାଳନ କର। ଏହି ସର୍ତ୍ତ ଯଦି ତୁମେ ଉତ୍ତୀର୍ଣ୍ଣ କରିଗଲ ତାହେଲେ ତୁମ ପତ୍ନୀକୁ ଛାଡ଼ିଦେବି, ନହେଲେ ତୁମ ପତ୍ନୀକୁ ଆଣି ମୋ ପାଖରେ ରଖିଦେବ। ସେଥିରେ କେଉଟ ଜଣଙ୍କ ପଳାଇ ଆସିଲେ ଏବଂ ନାଗକନ୍ୟାକୁ ସବୁ କଥା ଖୋଲି କହିଲେ। ନାଗକନ୍ୟା କହିଲେ, ଆଚ୍ଛା ତୁମେ ଚିନ୍ତା କର ନାହିଁ। କେଉଟଟିକୁ ପୁଣି ଥରେ ତା ପରଦିନ ଦରବାରକୁ ଯିବାକୁ କହିଲେ ନାଗକନ୍ୟା। କେଉଟ ଯାଇ କହିଲେ, ଆଜ୍ଞା ମଣିମା, ଆପଣଙ୍କର ପ୍ରଥମ ସର୍ତ୍ତ ମୁଁ ପାଳନ କରିବି। ଯଦି ମୁଁ ସେଥିରେ ଉତ୍ତୀର୍ଣ୍ଣ ହେଲି, ଆପଣ ମଧ୍ୟ ରାଜ୍ୟ ଛାଡ଼ି ପଳାଇବେ, ଏହା ବଚନ ଦିଅନ୍ତୁ। ରାଜା କହିଲେ, ଆଚ୍ଛା ଠିକ୍ ଅଛି, କିଛି ଅସୁବିଧା ନାହିଁ। ସେଥିରେ ପ୍ରଥମ ପ୍ରସ୍ତାବଟି ହେଲା, ତୁମ ଗଞ୍ଜା ସହିତ ମୋର ଗଞ୍ଜାର ଲଢ଼େଇ ହେବ। ଯେଉଁ ଗଞ୍ଜାଟି ଜିତିବ ସିଏ ହେବ ବିଜେତା। ସେଥିରେ ମହାରାଜାଙ୍କର ଗଞ୍ଜା ସହିତ କେଉଟଟିର ଗଞ୍ଜା, ଆକ୍ଚୁଆଲିରେ ଦେଖିବାକୁ ଗଲେ କେଉଟଟିର ଗଞ୍ଜାଟି ଅତ୍ୟନ୍ତ ଦୁର୍ବଳ ଥିଲା। ସେ ନାଗକନ୍ୟାକୁ ଏ କଥା କହିଲା। ନାଗକନ୍ୟା ନାଗଲୋକକୁ ଯାଇ ଗୋଟାଏ ଦିବ୍ୟ ଗଞ୍ଜାଟିଏ ନେଇ ଆସିଲେ, ଯେଉଁଥିରେ କି କେଉଟଟିର ଗଞ୍ଜାଟି ଜିତିଗଲା। ସେଥିରେ ରାଜା ପୁଣି ଥରେ କହୁଛନ୍ତି, ଏହି ଦ୍ୱନ୍ଦ୍ୱରେ ମୁଁ ହାରି ନାହିଁ। ମୋର ଦ୍ୱିତୀୟ ସର୍ତ୍ତଟି ହେଲା, ଏମିତି ଗୋଟାଏ ଟୋକରି ନେଇ ଆସ ଯେଉଁଟାକି ନଦୀରେ ପକାଇଲେ ନଦୀର ସ୍ରୋତକୁ ଓଲଟା ଦିଗରେ ପ୍ରବାହିତ କରାଇବ। ଏହି କଥା ଶୁଣି କେଉଟ ଜଣକ ଅତ୍ୟନ୍ତ ଚିନ୍ତାରେ ପଡ଼ିଗଲା ଏବଂ ପୁଣି ଥରେ ଫେରିଆସିଲା ସେହି ନାଗକନ୍ୟା ପାଖକୁ ଏବଂ ସମସ୍ତ ଘଟଣା ନାଗକନ୍ୟାକୁ କହିଲା। ନାଗକନ୍ୟା ପୁଣି ଥରେ ସ୍ୱର୍ଗକୁ ଗଲା। ନାଗଦେବତାଙ୍କୁ ସମସ୍ତ ଘଟଣା କହିଲା। ନାଗଦେବତା ତାଙ୍କୁ କହିଲେ, ମହାଦେବ ଶିବ ମୋତେ ଏହିଭଳି ଏକ ଟୋକରି ଦେଇଥିଲେ, ତୁମେ ଏହି ଟୋକରିଟିକୁ ନେଇଯାଅ। ସେଠାରୁ ଟୋକରିଟି ଆଣି ଯେତେବେଳେ କେଉଟଟିଏ ନଦୀରେ ପକାଇଲା, ନଦୀର ସ୍ରୋତ ଓଲଟା ଦିଗରେ ପ୍ରବାହିତ ହେବାକୁ ଲାଗିଲା। ରାଜାଙ୍କ ସମେତ ରାଜ୍ୟର ସମସ୍ତ ରାଜ୍ୟବାସୀ ସେଠାରେ ଉପସ୍ଥିତ ଥିଲେ। ସମସ୍ତେ କହିଲେ କେଉଟଟି ଦ୍ୱନ୍ଦ୍ୱକୁ ଜିତିଗଲା। ତାପରେ ମଧ୍ୟ ରାଜା କହୁଛନ୍ତି, ମୁଁ ଏବେ ପର୍ଯ୍ୟନ୍ତ ହାରି ନାହିଁ। ମୋର ତୃତୀୟ ସର୍ତ୍ତଟି ହେଲା, ତୁମେ ମୋ ସହିତ ଯୁଦ୍ଧ କର। ଯଦି ତୁମେ ଯୁଦ୍ଧରେ ଜିତିଲ ତାହେଲେ ରାଜ୍ୟ ତୁମକୁ ଦେଇଦେବି ଏବଂ ମୁଁ ଏ ରାଜ୍ୟ ଛାଡ଼ି ପଳାଇବି। ଏବଂ ଯଦି ମୁଁ ଜିତିଲି ତାହେଲେ ତୁମକୁ ରାଜ୍ୟ ଛାଡ଼ି ଯିବାକୁ ପଡ଼ିବ ଏବଂ ତୁମର ସେହି ସୁନ୍ଦରୀ ସ୍ତ୍ରୀ ମୋର ରାଣୀ ହେବ। ଏକଥା ଶୁଣି କେଉଟ ମନରେ ଅତ୍ୟନ୍ତ ଦୁଃଖ ଆସିଗଲା। କେଉଟ ମନେ ମନେ ଚିନ୍ତା କଲା, ମୁଁ ତ ଜୀବନ ସାରା ଜାଲ ପକାଇବା ଛଡ଼ା ଆଉ କିଛି ଜାଣି ନାହିଁ। ରାଜା ଦ୍ୱନ୍ଦ୍ୱରେ କେତେ ନିପୁଣ, ଯୁଦ୍ଧ ବିଦ୍ୟାରେ କେତେ ନିପୁଣ, ମୁଁ ତାଙ୍କ ସହିତ ପାରିବି ନାହିଁ। ଏହି କଥା କହି କେଉଟଟି ମନ ଦୁଃଖ କଲା ଏବଂ ଫେରି ଆସିଲା ନିଜର ସ୍ତ୍ରୀ ପାଖକୁ, ନାଗକନ୍ୟା ପାଖକୁ। ନାଗକନ୍ୟାକୁ ଯେତେବେଳେ କହିଲା, ନାଗକନ୍ୟା ପୁଣି ଥରେ ସ୍ୱର୍ଗ ଲୋକକୁ ଗଲେ ଏବଂ ନିଜର ପିତାଶ୍ରୀ ନାଗଦେବତାଙ୍କୁ ସମସ୍ତ ଘଟଣା କହିଲେ। ନାଗଦେବତା ତାଙ୍କୁ ଗୋଟାଏ ବାଡ଼ି ଏବଂ ଗୋଟାଏ ଦଉଡ଼ି ଦେଲେ ଏବଂ କହିଲେ, ଏଥିରେ ତୁମେ କହିବ, ବାନ୍ଧ ବାଡ଼ି ମାର ଲାଠି। ତାପରେ ଦଉଡ଼ିଟି ଅଟୋମେଟିକାଲି ସମସ୍ତଙ୍କୁ ବାନ୍ଧିଦେବ ଏବଂ ଲାଠିଟି ସମସ୍ତଙ୍କ ଉପରେ ପ୍ରହାର କରିବାକୁ ଲାଗିବ। କେଉଟଟି ସେହି ଦଉଡ଼ି ଏବଂ ଲାଠିକୁ ନେଇ ପଳାଇ ଆସିଲେ ଯୁଦ୍ଧ କରିବା ପାଇଁ। ରାଜା ତାକୁ କହୁଛନ୍ତି, ଆରେ ମୂର୍ଖ, ତୁମେ କ'ଣ ମରିବା ପାଇଁ ଆସିଯାଇଛ ଏକା ଯୁଦ୍ଧ କରିବା ପାଇଁ? ମୋର ସମସ୍ତ ସୈନ୍ୟ ସାମନ୍ତ ସାମ୍ନାରେ ତୁମେ କେତେ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବ? ଆଚ୍ଛା ଠିକ୍ ଅଛି, ଯଦି ତୁମର ମୃତ୍ୟୁ କରିବାର ହିଁ ଇଚ୍ଛା ଅଛି ତାହେଲେ ଆଗେଇ ଆସ। ସେଥିରେ କେଉଟ ଜଣକ ସେହି ଦଉଡ଼ି ଏବଂ ଲାଠିଟିକୁ ଛାଡ଼ିଦେଲା, କହିଲା, ବାନ୍ଧ ଦଉଡ଼ି ମାର ଲାଠି। ଦଉଡ଼ିଟି ସମସ୍ତ ସୈନ୍ୟବାହିନୀକୁ ବାନ୍ଧି ପକାଇଲା ଏବଂ ଲାଠିଟି ତା ଉପରେ ପ୍ରହାର କରିବାକୁ ଲାଗିଲା। ପରେ ରାଜା ଯୁଦ୍ଧରେ ହାରିଗଲେ ଏବଂ ତାର ସମସ୍ତ ରାଜ୍ୟ ସେହି କେଉଟଟି